ଗୋଟେ ଗିନା ଚାଉଳରେ ଏତେ ସାରା ପାମ୍ପଡ଼ ଆପଣ ବିଶ୍ୱାସ ବି କରିପାରିବେନି ଯେ ଗୋଟେ ଗିନା ଚାଉଳରେ ଏତେ ସାରା ପାମ୍ପଡ଼ କେମିତି ହେଉଛି। ଆଜି ମୁଁ ଆପଣମାନଙ୍କୁ ପାମ୍ପଡ଼ର ପ୍ରୋସେସ୍ କରିକି ଦେଖାଉଛି। ସେଥିପାଇଁ ପ୍ରଥମେ ଅରୁଆ ଚାଉଳକୁ 5-6 ଘଣ୍ଟା ଭିଜେଇ ଦେଇ ଆକୁ ଫାଇନ୍ ପେଷ୍ଟ କରିଦେବା। ପେଷ୍ଟ କରିସାରିଲା ପରେ ଗୋଟେ ପ୍ଲେଟ୍କୁ ଏମିତି କାଢ଼ିଦେବା। ଦେଖନ୍ତୁ ଆମ ଚାଉଳର ବ୍ୟାଟର ଟିକେ ବହଳିଆ ହେଇଛି। ଆମେ ସେଥିରେ ମିଶାଇବା କିଛି ପାଣି। ପାଣିର କ୍ୱାଣ୍ଟିଟି ମୁଁ ଆପଣଙ୍କୁ କହିଦେଉଛି। ଯେଉଁ ଗିନାରେ ଆପଣ ଚାଉଳ ନେଇଥିବେ ସେଇ ଗିନାରେ ଗିନେ ହିଁ ପାଣି ଦେବେ। ଆଉ ଯାହା ଆପଣମାନେ ଗ୍ରାଇଣ୍ଡିଙ୍ଗ କଲାବେଳେ ଯାହା ଟିକେ ଲାଗିଥିବ ସେତିକି ପାଣି ଦେଲେ ହିଁ ହେଇଯିବ। ତାପରେ ପକାଇଦେବା ଆମେ ହଳଦୀ ପାଉଡ଼ର ଆଉ ରେଡ଼୍ ଚିଲି ପାଉଡ଼ର, 1 ଚାମଚ ରାଶି, ସ୍ୱାଦ ହିସାବରେ ଅଳ୍ପ ଟିକେ ଲୁଣ ଲାଗିବ, ଆଉ ଖାଇବା ସୋଢ଼ା ପକାଇ ସାରିଲା ପରେ ଦେଖନ୍ତୁ ଏମିତି ହିଁ ଭଲ ରୂପେ ଆକୁ ଘାଣ୍ଟି ଦେବା। ଯେମିତି ଆମର ମସଲା ଗୋଟା ନ ରୁହେ। ଭଲ ରୂପେ ଚାଉଳ ଆଉ ମସଲା ସହିତ ଆମେ ଭଲ ରୂପେ ଘାଣ୍ଟି ସାରିଲା ପରେ ତାପରେ ଦେଖନ୍ତୁ ମୁଁ ଏମିତି ପାଣି ଆମର ଦେଖନ୍ତୁ ଭଲ ରୂପେ ଫୁଟି ଆସିଲେ ମୁଁ ଏମିତି ଗୋଟେ ଜାଲିର ନେଇଛି ପ୍ଲେଟ୍। ଯଦି ଆପଣମାନଙ୍କ ଏମିତି ସୁବିଧା ନଥିବ ଆପଣମାନେ ଇଟିଲି ଛାଞ୍ଚରେ ବି ଆରାମସେ କରିପାରିବେ। ଆଉ ଯେଉଁ ଷ୍ଟିଲ୍ ପ୍ଲେଟ୍ ମୋ ପାଖରେ ଥିଲା କଭର୍, ଆଉ ଏଥିରେ ଟିକେ ହାଲକା ତେଲ ଲଗାଇ ଦେଇକି ଏମିତି ଅଳ୍ପ ଅଳ୍ପ ବ୍ୟାଟର ପକାଇ ଦେଇକି ଆମେ ଆକୁ ଷ୍ଟିମ୍ କରିବାକୁ ଛାଡ଼ିଦେବା। ଯଦି ଆପଣମାନଙ୍କ ପାଖରେ ଷ୍ଟିଲ୍ କଭର୍ର ସୁବିଧା ନଥିବ ତାହେଲେ ଆମ ଯେଉଁ ଡବାର କଭର୍ ପ୍ଲାଷ୍ଟିକ୍ ସେଇଥିରେ ଆପଣମାନେ କରିପାରିବେ। ଯେତେବେଳେ ଆପଣ ପାଣି ଭଲରେ ଫୁଟି ଆସିବ ଏମିତି ରଖିକି ଆକୁ ଷ୍ଟିମ୍ କରିଦେବା। ଆରାମସେ 1 ମିନିଟ୍ ଭିତରେ ହିଁ ସିଝିଯିବ। ହାତକୁ ଦେଖନ୍ତୁ ଚିପଚିପା ଲାଗୁନି। ଆଉ ଚାରିପଟ ସାଇଟ୍ ଭଲ ରୂପେ ଦେଖନ୍ତୁ ସିଝି ଆସିଛି। ଏମିତି ଦେଖନ୍ତୁ କାଢ଼ିଦେବା। ଆରାମସେ ଇଏ ଥଣ୍ଡା ହେଲା ପରେ ଏମିତି ଗୋଟେ ଛୁରୀ ସାହାଯ୍ୟରେ କିମ୍ବା ଆମର ଯେଉଁ ଚାମଚ ସାହାଯ୍ୟରେ କାଢ଼ି ହେଇଯିବ। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି, ପୁରା ରେଡ଼୍ ରେଡ଼୍ ଦେଖାଯାଉଛି। ଆଉ ଘରେ ତିଆରି କରି ପାମ୍ପଡ଼ ଖାଇବାର ମଜା ତ ନିଆରା। ଆପଣମାନେ ବି ନିହାତି ରୂପେ ଏମିତି ଘରେ ଟ୍ରାଏ କରନ୍ତୁ। ବହୁତ ହିଁ ଟେଷ୍ଟ ଲାଗିବ ଖାଇବା ପାଇଁ। ବହୁତ ହିଁ ସହଜ ଆଉ ସରଳ। ଘରେ ଥିବା ଛୋଟ ଛୁଆମାନେ ବି ଆରାମସେ କରିପାରିବେ। ଦେଖନ୍ତୁ ସବୁତିକ ପାମ୍ପଡ଼ ମୋ ପୁଅ ହିଁ ମୋତେ ସାହାଯ୍ୟ କରିଛି କରିବାରେ। ଏସବୁକୁ କରିସାରିଲା ପରେ ଆମେ କ'ଣ କରିବା ନା ଖରାରେ 2 ଦିନ ଶୁଖାଇଦେବା। 2 ଦିନ ଶୁଖାଇ ସାରିଲା ପରେ ମୁଁ ଆପଣମାନଙ୍କୁ ପାମ୍ପଡ଼ର ରେଜଲ୍ଟ ଦେଖାଉଛି। ଏମିତି ଆମର ପାମ୍ପଡ଼ ହେଇଛି, କେମିତି ଶୁଖିଯାଇଛି। ଦେଖନ୍ତୁ ଭଲ ରୂପେ ଆମର ପାମ୍ପଡ଼ ବି ଖରାରେ ଶୁଖି ଆସିଛି। ତାପରେ ଆକୁ କ'ଣ କରିବା ନା ମୁଁ ଆପଣମାନଙ୍କୁ ଏ ପାମ୍ପଡ଼କୁ ଛାଣିକି ଦେଖାଉଛି। ଆମ ପାମ୍ପଡ଼ କେମିତି କ୍ରିସ୍ପି ଆଉ ଟେଷ୍ଟ କେମିତି ହେଇଛି। ଆଉ ବହୁତ ହିଁ କ୍ରିସ୍ପି। ନିହାତି ରୂପେ ଆକୁ ଘରେ ଟ୍ରାଏ କରନ୍ତୁ ଆଉ ଘରେ ତିଆରି କରିକି ଖାଆନ୍ତୁ। ଏତେ ଟେଷ୍ଟ ଆପଣ ବିଶ୍ୱାସ ବି କରିପାରିବେନି। ଆଉ ବହୁତ ହିଁ ସଫ୍ଟ ହେଇଛି। ହାତରେ ନା ପୁରା ରଖିଲା ମାତ୍ରେ ପୁରା ଭାଙ୍ଗି ଯାଉଛି। ନିହାତି ରୂପେ ଆପଣମାନେ ଘରେ ଏମିତି ପାମ୍ପଡ଼ ଟ୍ରାଏ କରନ୍ତୁ ଆଉ ମୋ ସହିତ ସେୟାର କରନ୍ତୁ। ରହୁଛି, ନମସ୍କାର। ପୁଣି ଆସିବ ଗୋଟେ ନୂଆ ରେସିପି ସହିତ।